ବାଟ ଓଷା କଥା। ଜୟତୁ ଜୟ ଜନାର୍ଦ୍ଦନ, ଜୟତୁ କମଳାରମଣ, ରାଧାରମଣ ବାସୁଦେବ, ଖଣ୍ଡିଲେ କଂସାସୁର ଗର୍ବ, ଗୋପତେ ବଢ଼ି ଗୋପପୁରେ, ଜନମୀ କଂସ ବନ୍ଦୀ ଘରେ, ଅଶେଷ ମହିମା ତୋହର, କେ କରିପାରେ ତା ଗୋଚର, ନାହିଁ ତୋର ଆଦି ଅନ୍ତ, ତେଣୁ ତୁ ବୋଲାଉ ଅନନ୍ତ, ସକଳ ସୃଷ୍ଟି ହର୍ତ୍ତା କର୍ତ୍ତା, ସକଳ ଜନ ସୁଖ ଦାତା, ସକଳ ତୋହର ବିହାଣ, ତୋ ବିନୁ କିଛି ନାହିଁ ଆନ, 33 କୋଟି ଦେବଗଣ, ତୋଠାରୁ ହୋଇଲେ ଜନମ, ଆଜ୍ଞା ପାଇଣ ଯେ ଯାହାର, ଅଧିକାରୀ ହେଲେ ସୃଷ୍ଟିର, ଯମରାଜା ଯେ ସୁତ ସୁତ, ସମସ୍ତେ ତାହାର ଆୟତ, ମରଣ କାଳେ ଧରି ନେଲ, ନିଷ୍ଠୁର ପ୍ରହାର କରଇ, ତତଲା ତେଲ ଚକ୍ଷୁ କର୍ଣ୍ଣେ, ଢାଲଇ ଅତି କ୍ରୋଧ ମନେ, ଅସତୀ ଦୋଚାରୁଣୀ ଯେହି, ଶିମିଳି ଗଛରେ ଟାଙ୍ଗର, ବିଛା କଙ୍କଡ଼ା ନାଗ ସାପ, କାମୁଡ଼ୁଥାନ୍ତି ଅନୁକ୍ଷଣେ, ଅଶେଷ ଯନ୍ତ୍ରଣା ଦିଅଇ, ଏ କଷ୍ଟ ଆଉ କଷ୍ଟ ନାହିଁ, ଏମନ୍ତ ଦେଖି ନାରାୟଣ, ବିଚାର କଲେ ମନେ ମନ, ଯେ ବ୍ରତେ ଯମର ସନ୍ତୋଷ, ସେ ବ୍ରତେ କରିବ ପ୍ରକାଶ, ଯମ ସନ୍ତୋଷ ସବୁ ଭଲ, ନହିଲେ ଜଳନ୍ତା ଅନଳ, ଯମର ଏ ଓଷା ଭିଆଣ, ବଡ଼ ଓଷାଟି ଯାର ନାମ, ବ୍ରତକୁ ରଚି ବନମାଳି, ପ୍ରକାଶ ପାଇଁ ମନେ ଭାଳି, ଯାହାର ମହିମା ଅନନ୍ତ, ତାକୁ କିଏ ବା ବଳବନ୍ତ, ଏମନ୍ତ କଲା କିଛି ଦିନ, ଦେଖ ବିଧାତା ବିଧିମାନ, ପାଟଳୀପୁରରେ ବ୍ରାହ୍ମଣ, ଥିଲା ଯେ କଇ ନିର୍ଦ୍ଧନ, ଜନ୍ମିଲେ ତାର 7 ସୁତ, ସମସ୍ତେ ହୋଇଲେ ନିହତ, ବ୍ରାହ୍ମଣ ମନସ୍ତାପ ପାଇ, ବିଷ୍ଣୁଙ୍କୁ ସେବା କଲା ଯାଇ, ତାର ସେବାରେ ହୋଇ ବଶ, ବିଷ୍ଣୁ ମିଳିଲେ ତାର ପାଶ, ସ୍ୱପ୍ନେ କହନ୍ତି ଦାମୋଦର, ବ୍ରାହ୍ମଣ ଚିନ୍ତା ଦୂର କର, କହତ ପତ୍ନୀ କି ତୁରିତ, ଆଚରୁ ବାଟ ଓଷା ବ୍ରତ, ଏଥି ସନ୍ତୋଷ ଜନ୍ତୁ ନାହା, କରିବେ ତୋଟାରେ ଦୟା, ମାଘ ମାସର କୃଷ୍ଣ ପକ୍ଷ, ଅଟଇ ଏହି ଓଷା ମୋକ୍ଷ, ପଣ୍ଡୁ ପୂର୍ଣ୍ଣିମା ହେବ ଗତ, ତୃତୀୟ ନବମ ଶପଥ, ଏ 3 ଦିନଟି ପ୍ରଧାନ, ଓଷା କରିବାର ବିଧାନ, ନାରୀମାନଙ୍କର ଏ ମତ, ଅତି ନିଷ୍ଠୁରେ ଏହି ବ୍ରତ, ଯେ ବଣ ପାତ୍ରରେ କରିବ, ଧାନକୁ ତହିଁରେ ମାପିବ, ସେହି ଦିନରେ ଚୁନା କୁଟି, ସାରିବ ସବୁ ବଟା ବଟି, କୃତରେ ନୈବେଦ୍ୟ ଯାକ, କରିବ ନିଷ୍ଠା ପରେ ପାକ, ତୁକ୍ଷ କୁଣ୍ଡାକୁ ଜଳେ ନେଇ, ଦେଇଣ ଆଣବ ଉଭେଇ, ଯେ
ଯେତେକ ଦ୍ରବ୍ୟ କରିଥିବ ସକଳ ପୂଜିବାକୁ ନେବ। କେଭେ ନ ରଖିବଟି ଶେଷ ରଖିଲେ ଯମ ଅସନ୍ତୋଷ। ଆଖୁ କଦଳୀ ମୂଳା ପୁଣ ଚାଙ୍ଗୁଡ଼ି ମଧ୍ୟରେ ଧରଣ। ଫଳକୁ ନୈବେଦ୍ୟ ଥୋଇ ବରଜ ମୂଳିରେ ଘୋଡ଼ାଇ। ଚନ୍ଦନ ସିନ୍ଦୁର କଜ୍ୱଳ ଝୁଣା ଗୁଗୁଳ ଫୁଲ ମାଳ। ହସ୍ତରେ ଘେନି ଦୀପାବଳି ପୂଜା ସାମଗ୍ରୀ ମାନ ଧରି। ଯମରାଜଙ୍କୁ ମନେ ଚିନ୍ତି ଚଳିବ ହୋଇ ହୃଷ୍ଟମତି। ବନସ୍ଥ ମଧ୍ୟରେ ପଶିବ ଯହୁଁ ସୁରମ୍ୟ ସ୍ଥାନ ହେବ। ଆଗହୁଁ ସ୍ଥାନ ଲିପି ପୋଛି ଗର୍ତ୍ତ ଖୋଳିଳ ଥିବ ବାଛି। ଫୁଲ ଚନ୍ଦନରେ ମଣ୍ଡିତ କଜ୍ୱଳ ସିନ୍ଦୁର ସହିତ। ଗର୍ତ୍ତର ଚଉପାଶେ ନାରୀ ବସିବେ ସମସ୍ତ ଆବୋରି। ସମସ୍ତ ଯେତେକ ବିଧାନ କହିଲେ ସବୁ ନାରାୟଣ। ସକଳ କଥା ଗଲେ କହି ବ୍ରାହ୍ମଣ ଉଠିଲା ଚିଆଇଁ। ହରିଜା ଆଗରେ କହିଲା ଶୁଣି ସେ ଆନନ୍ଦ ହୋଇଲା। ପଣ୍ଡୁ ପୂର୍ଣ୍ଣିମା 3 ଦିନେ ବ୍ରାହ୍ମଣୀ ହରଷିତ ମନେ। ସୂତା ଯା କାଟି ରଖିଥିଲା ପତି ସମୀପେ ନେଇ ଦେଲା। ଗାମୁଛା କାନିରେ ବାନ୍ଧିଣ ହାଟକୁ ଚଳିଲା ବ୍ରାହ୍ମଣ। କଉଡ଼ି 10 ପଣ ହେଲା ଓଷା ସାମଗ୍ରୀ କ୍ରୟ କଲା। ଓଷା ସାମଗ୍ରୀ ସଜ କରି ଗୃହକୁ ଆସିଲା ସେ ଫେରି। ବ୍ରାହ୍ମଣୀ ବାଟ ଚାହିଁଥିଲା ଆନନ୍ଦେ ଫିଟାଇ ରଖିଲା। ନଦୀକୁ ଯାଇ ସ୍ନାନ ସାରି ନିର୍ଜନେ ବସିଲା ସୁନ୍ଦରୀ। ନାନା ପ୍ରକାର ପିଠା କଲା ଗନ୍ଧ ଚନ୍ଦନ ସଜାଡ଼ିଲା। ଏମନ୍ତ କରୁ କରୁ ନାରୀ ପ୍ରବେଶ ହୋଇଲା ତିମିରି। ଓଷା ସାମଗ୍ରୀ ସଜ କରି ଚାଙ୍ଗୁଡ଼ା ଗୋଟି କରେ ଭରି। ଅବଳା କରି 5-7 ବନସ୍ତେ ମିଳିଲା ତୁରିତ। ଯଥା ବିଧାନେ ଓଷା କରି ବରଜ ମୂଳିରେ ପହରି। ପୁତ୍ର ମନାସି ବ୍ରତ କଲା ଯମର ସୁଦୟା ହୋଇଲା। ଆନନ୍ଦେ ଗୃହକୁ ଅଇଲା ଓଷା ପ୍ରସାଦ ସର୍ବେ ଦେଲା। ଏମନ୍ତେ କିଛି ଦିନ ଗଲା ବ୍ରାହ୍ମଣୀ ସୁତ ପ୍ରସବିଲା। ସର୍ବେ ହୋଇଲେ ବିଦ୍ୟମାନ ମହାସୁଖରେ ନେଲେ ଦିନ। ଏଥି ଉତ୍ତାରୁ ଗ୍ରାମବାଳୀ ସମସ୍ତେ ଓଷା କଲେ ମିଳି। ଏ ଅନ୍ତେ ମହିମା ଯମର ପ୍ରକାଶ ହେଲା ଯେ ପ୍ରକାର। ସମସ୍ତେ ଶାନ୍ତ କଲେ ଚିତ ଶୁଣ ଏ ଓଷାର ବୃତ୍ତାନ୍ତ। କୋଶଳ ଦେଶର ରାଜନ ନାମ ଅଟଇ ସୁଦର୍ଶନ। ଅତି ଦୟାଳୁ ରାଜା ସେହି ପରଜା ଗୁହାରି ଶୁଣଇ। ସମସ୍ତେ ମିତ୍ର ଶତ୍ରୁ ନାହିଁ ଅତି ସୁଖରେ ଦିନ ଯାଇ। ପତ୍ନୀର ନାମ ଲୀଳାବତୀ ସର୍ବ ବିଷୟରେ ସୁଖମତୀ। ଏକ ପୁତ୍ର ହେତୁ ରାଜା ସର୍ବଦା କରେ ଦେବ ପୂଜା। ଦୁଃଖରେ ଥାନ୍ତି ବେନି ପ୍ରାଣୀ ଜାତକ ଯଥା ମେଘ ପାଣି। ଏକ ଦିନରେ ସଭା କରି
ବ୍ରାହ୍ମଣ ଚଉଦିଶ ବରି ପୁତ୍ର ହୋଇବ କି ପ୍ରକାରେ ସମସ୍ତେ ଅଛନ୍ତି ଚିନ୍ତାରେ ରଜନୀ ଅଛି ଅର୍ଦ୍ଧ ହୋଇ ବାଟ ବାଟ ନଦୀ ସଇ ଦଇବେ ବାଟ ଓସାସି ହୋଇଛି ସେହି ଦିନ ନିଶି ବନସ୍ତେ ନାରୀମାନେ ମିଳି ଦେଉଅଛନ୍ତି ହୁଳହୁଳି କୋଇଲି ପରିବାରୀମାନେ ବୋଲନ୍ତି ମଧୁର ବଚନେ ଦାସିଏ ପଚାରନ୍ତି ଭାଷ ଏ ଓଷା ନାମ ଅଟେ କିସ ସର୍ବେ କହନ୍ତି ରୁଣ୍ଡ ହୋଇ ଯମରାଜାଙ୍କ ଓଷା ଏହି ଏହାକୁ ଯେ ଜନ କରଇ ଅପୁତ୍ରୀ ଦୋଷ କ୍ଷୟ ଯାଇ ଏଥି ସନ୍ତୋଷ ଜନ୍ତୁପତି ଆନନ୍ଦେ ପୁତ୍ର ବର ଦିଅନ୍ତି ଶୁଣି ଏମନ୍ତ ଦାସୀମାନେ ବୋଲନ୍ତି ମଧୁର ବଚନେ ଆମ୍ଭର ରାଜା ଅପୁତ୍ରିକ ତେଣୁ ତାଙ୍କର ମନ ଦୁଃଖ ନାରୀଏ ଅନୁଗ୍ରହ କର ରାଜାଙ୍କୁ ଦିଅ ପୁତ୍ର ବର ଶୁଣି ଏମନ୍ତ ନାରୀଗଣ ପ୍ରସାଦ ଦେଲେ ତତ୍କ୍ଷଣ ବୋଇଲେ ଏହା ଘେନି ଯିବ ରାଣୀଙ୍କ ହସ୍ତେ ସମର୍ପିବ ମନରେ ଓଷା ମନାସିବେ ଆନନ୍ଦେ ପ୍ରସାଦ ପାଇବେ ହୋଇଲେ ତାଙ୍କର ତନୟ ଏ ଓଷା କରିବେ ନିଶ୍ଚୟ ଏମନ୍ତ ଶୁଣି ଦାସୀଗଣ ଆନନ୍ଦ କରିଲେ ଗମନ ରାଜାଙ୍କୁ ସଭାରେ ଜଣାଇ ରାଣୀଙ୍କ ପାଶା ଦେଲେ ନେଇ ଶୁଣି ଏମନ୍ତ ଲୀଳାବତୀ ଦରିଦ୍ର ପାଇଲା ସମ୍ପତ୍ତି ଯାଚକ ଦେଖିଲା କି ଘନ ଅନ୍ଧ ପାଇଲା ଚକ୍ଷୁଦାନ ସଂକଳ୍ପ ଦୃଢ଼ ଚିତ୍ତେ କଲେ ଓଷା କରିବ ପୁତ୍ର ହେଲେ ପ୍ରସାଦ ପାଇ ହୃଷ୍ଟ ଚିତ୍ତେ ଏମନ୍ତ ଗଲା ଦିନ କେତେ ରାଣୀଙ୍କ ଗର୍ଭ ସଞ୍ଚରିଲା ଚନ୍ଦ୍ରମା ପ୍ରାୟ ବଢ଼ିଲା ଶରୀର ହୋଇଲା ବିବନ ହୋଇ ଉଠଇ ଘନ ଘନ ପୃଥୁଳ ହେଲା ସିଂହ କଟି ଖସିଲା ଖୋସା ପିନ୍ଧା ଶାଢ଼ୀ ଭରି ହୋଇଲା ଅଳଙ୍କାର ଆହାରେ ଜନ୍ମିଲା ବିକାର ସୁପାତି ସେଜ ତ୍ୟାଗ କରି ଶୋଇଲେ ଧରିଣୀ ଉପରି ଏମନ୍ତେ ଯେତେକ ଲକ୍ଷଣ ସକଳ ହୋଇଲା ପୂରଣ କ୍ରମେ 10 ମାସ ହୋଇଲା ରାଣୀ ଯେ ପୁତ୍ର ପ୍ରସବିଲା ରାଜା ଆନନ୍ଦ କଥା ଶୁଣି ନନ୍ଦର ଘରେ ବେଣୁ ପାଣି ହୋଇଲା ହାଟ ତୁଠ ଚୋର ମଣ୍ଡନ ହୋଇଲା ନଗର ସୁବର୍ଣ୍ଣ କୁଣ୍ଡ ବସେ ଦ୍ୱାରେ ଶ୍ୱେତ ପତାକା ଶିଖରୀରେ ଭାଟମାନଙ୍କ ସ୍ତୁତି ଗାନ ବ୍ରାହ୍ମଣମାନଙ୍କ କଲ୍ୟାଣ ଧ୍ୱନିରେ କମ୍ପିଲା ସେ ଦେଶ ସକଳ ଜନଙ୍କ ଉଲ୍ଲାସ ହୋଇଲା ବସ୍ତ୍ର ବିତରଣ ସୁବର୍ଣ୍ଣ ରୌପ୍ୟ ଆଦି ଧନ ଯେତେ ସେ ଧନ ଦେଲେ ଆଣି କେତେ କହିବ ବଖାଣି ପଞ୍ଚମ ଦିନେ ପଞ୍ଚୁଆତି ଷଷ୍ଠ ଦିନରେ କଲେ ଷଷ୍ଠୀ ସପ୍ତମ ଦିନେ ଉଠିଆରି ବିଧି ବିଧାନ ମତେ କରି 21 ଦିନ ପୁଣ ଭାଇ ବନ୍ଧୁଙ୍କୁ ନିମନ୍ତ୍ରଣ ସମସ୍ତ ସାରିଲେ ଭୋଜନ ଆହାରେ ତୃପ୍ତ ସର୍ବଜନ ସରିଲା ସକଳ ଉତ୍ସବ
ଘରକୁ ଚଳିଲେ ସେ ସର୍ବ। ଏମନ୍ତ ଗଲା 21 ମନରେ ନାହିଁ ଆଉ ଓଷା। ପୁତ୍ରର ନାମ ବୀରସେନ ଦେଖି ସାନନ୍ଦ ବେନି ଜନ। ଏମନ୍ତେ ପୁରିଲା ବରଷ ଦୋରଟି କଥା ଶୁଣି ତୋଷ। ସ୍ୱଭାବେ ରାଜା ଭୋଳା ମନ ସର୍ବଦା ସୁଖରେ ମଗନ। ଓଷାର କଥା ନାହିଁ ମନେ 5 ବରଷ ହେଲା କର୍ମେ। ଖଡ଼ି ଛୁଇଁନ ବୀରସେନ ଆରମ୍ଭ କରିଲା ପଠନ। ପାଠଶାଳାକୁ ଯାଏ ନିତି ପାଠ ପଠନେ ସଦାମତି। ଅତ୍ୟନ୍ତ ସୁଶୀଳ ସେ ପୁଅ ନ କରେ କା ସଙ୍ଗେ କଳହ। 7 ବରଷ ଏହି ମତି ତେଣେ ଭାଳନ୍ତି ଜନ୍ତୁପତି। ମଶା ମନରେ ନ କଲା ସୁଖରେ ରାଜା ଭୋଳ ହେଲା। ଯାହା ସକାଶେ ଏତେ କଥା ସେ ଗଲେ ହେବ ତାର ଚେତା। ଏମନ୍ତ ଯମ ରାଜା ଭାଳି ଅତି କୋପରେ ଗଲେ ଚଳି। ପାଠ ପଢ଼ିଣ ବୀରସେନ ଘରକୁ କରଇ ଗମନ। ଦେଖିଲେ ପାଶେ କେହି ନାହିଁ ଏକାକୀ ବାଳକ ଗମଇ। ବାନ୍ଧିଣ ଚର୍ମ ଦଉଡ଼ିରେ ଘରକୁ ଘେନି ଗଲେ ଖରେ। ମା'କୁ କହିଲେ ସନ ଆଣିଛି ଅପୂର୍ବ ଭୋଜନ। ଏହାକୁ କର ତୁ ରନ୍ଧନ ଖାଇଲେ ତୋଷ ହେବ ମନ। ମା ବୋଲଇ ଯମମଣି କି କର୍ମ କଲୁ କାହୁଁ ଆଣି। କାହାର 21ର ବଳା କେମନ୍ତେ ତୋଷ ତ ବଳିଲା। ଯମଙ୍କ ଘରେ ଏହି କାଳେ ଅତିଥି ଏକ ପ୍ରବେଶିଲେ। ତା ଦେଖି ବାଳକକୁ ନେଇ ଗମ୍ଭୀରି ଭିତରେ ଲୁଚାଇ। ମାତାଙ୍କୁ ବୋଲେ ଯମରାଜ ସତ୍ୱର କର ରନ୍ଧା କାର୍ଯ୍ୟ। କଦଳୀ ବାଡ଼ିରେ ପ୍ରଚୁର ଆଣତି ଅଣ ବେଗେ କର। ଶୁଣିଣ ମାତା ବେଗେ ଚଳି ବାଡ଼ିରେ ଖୋଜନ୍ତି କଦଳୀ। 10 ଫେଣିଆ କାନ୍ଧି ଛାଡ଼ି ଆଣିଲେ 2 ଫେଣିଆ ଲୋଡ଼ି। ଦେଖିଣ ଯମ ଯେ ହସିଲେ ମାତାଙ୍କୁ ଡାକିଣ ବୋଇଲେ। କେତେ କଦଳୀ ଅବା ନାହିଁ ଏହାକୁ ଆଣିଲ କି ପାଇଁ। ଜନନୀ ବୋଇଲାରେ ସୁତ ବଡ଼କୁ ନ ଗଲା ମହାତ। 7ଟି ନ ବଳିଲା ଯହୁଁ ଆଣିଲି ଏହାକୁ ମୁଁ ତହୁଁ। ପୁତ୍ର ବୋଇଲଇ ମାତା ମୋର ଅଟଇ ତେମନ୍ତ ବେଭାର। ବହୁତ ପୁଅ ଝିଅ ଜହିଁ ତହିଁକି 7 ନ ବଳଇ। ଅଳପ ଠାରୁ ଆଣେ ମୁହିଁ ତେଣୁ ମୋହର ଦୋଷ ନାହିଁ। ସାନ କରିବା ପାଇଁ ଯମ ଗମିଲେ ଏମନ୍ତ କହିଣ। ଯମର ମା ଦୟା ପାଇ ବୀରସେନକୁ ଯେ କହଇ। କାହାର ପୁତ୍ର ଅଟୁ ବଶ୍ଚା ତତେ ଖାଇବ ବୋଲି ଇଚ୍ଛା। ଉପାୟ କହୁଛି ମୁଁ କର ଏଥିରୁ ହୋଇବୁ ଉଦ୍ଧାର। କାଠି 2 ଖଣ୍ଡ ଘେନି ଯାଅ ପୂଜା କରିବା ବେଳେ ପୁଅ। ପୁରାଇ ଛିଙ୍କିବୁ ନାକର ବୋଲିବି ହୁଅ ଯମର। ତା ଶୁଣି ପୁଅ ନ ଖାଇବ ତେତେ ନେଇଣ ଛାଡ଼ିଦେବ। ଯେଦିନ ଯମରାଜା ଘେନି ପୁଅକୁ କରିଛି ବନ୍ଦିନୀ। ରାଜା ରାଣୀଙ୍କ ମନ ଦୁଃଖ
କାହାରି ମନେ ନାହିଁ ସୁଖ। କୁଟୁମ୍ବ ଯାକ ଉପବାସ ଖୋଜନ୍ତି ବନଗିରି ଦେଶ। ନାଗରା ଦେଇ ଗ୍ରାମ ଗ୍ରାମ କରନ୍ତି ଲୋକେ ଅନ୍ୱେଷଣ। ପୁଅ ତ ଅଛି ବନ୍ଦିଶାଳେ କାହୁଁ ପାଇବେ ଯେତେ କଲେ। ଏ ଅନ୍ତେ ଓସାଇତି ମାନେ ଏକ ମନରେ ଶୁଣ କନେ। ମୌନ ଭାବେ ଶୁଣୁଥିବ ହୁଳହୁଳି ଯେ ଦେଉଥିବ। ସ୍ନାନରୁ ଯମରାଜା ଆସି ପୂଜା କରିବା ପାଇଁ ବସି। ଏମନ୍ତ ବେଳେ ବୀରସେନ ଛିଙ୍କିଲା କାଠି ପୁରା ରଣ। ରୋଷାଇ ଘରେ ଯମମାତା ବୋଲେ ଅଜମର ହୋଇଥା। ଯମ ବୋଇଲେ ହୋଇ ବ୍ୟସ୍ତ କି କଲ ଭମାତ। ଅଜମର ହୋଇ ବୋଲଇ କାହାକୁ ଏମନ୍ତ କହିଲ। ଯାହାକୁ ଖାଇବାର ପାଇଁ ସାଇତି ଥୋଇଥିଲି ମୁହିଁ ତାହାକୁ କଲ ଅଜମର ଆଉ କି ହୋଇବ ଆହାର। ମାତା ବୋଲଇ ତାହା ପୁଣି ତତେ କହିଲି ପୁତ୍ରମଣି। କହନ୍ତି କାହାକୁ ବାଉ ତୋ ପରା ପୁତ୍ର ଥାଉ ଥାଉ। ଏମନ୍ତେ ଭୋଜନ ସାରିଣ ମନରେ ପାଞ୍ଚିଲେ ଯେ ଯମ। ବୀରସେନକୁ ନ ମାରିବି ନେଣ ଛାଡ଼ି ମୁଁ ଆସିବି। ଚେତାଇ ଦେବି ଓଷା କର ନହିଲେ ନେବି ଆର ବାର। ଏମନ୍ତେ ବେଳ ହିଁ ବୁଡ଼ିଲା ଅନ୍ଧାରେ ଚଉଦିଗ ଘଟିଲା। ରଜନୀ ଅର୍ଦ୍ଧ ଅଛି ହୋଇ ଅନ୍ଧାରେ ପଥ ନ ଦିଶଇ। ବୀରସେନକୁ ବଧ କରେ ବାନ୍ଧିଛି ଚର୍ମ ଦଉଡ଼ିରେ। ଏମନ୍ତେ ଘେନିଣ ଆଇଲେ ରାଜାର ସିଂହ ଦ୍ୱାରେ ହେଲେ। ଦାଣ୍ଡ ବାଟରେ ସେ ନ ଯାଇ ବାଡ଼ିଆଡ଼କୁ ଗଲେ ନେଇ। ଚର୍ମ ଦଉଡ଼ା ମୁକ୍ତ ଯାଇ ବୀରସେନକୁ ଏହା କହି। ବୋଲିବୁ ଘରେ ଏହା ଯାଇ ଯମରାଜା ଯେ ଥିଲେ ନେଇ। ନକଲ ଯହୁଁ ତାଙ୍କ ବ୍ରତ ତେଣୁ ସେ ହୋଇଲେ କୁପିତ। ପାଠ ପଢ଼ି ନ ଆସୁଥିଲି ଧରି ନେଇଣ ଗଲେ ଚଳି। ମାଙ୍କ ହେତୁରୁ ତାଙ୍କର ପ୍ରାଣ ପାଇଲି ଏହି ଥର। ଆର ଥରକୁ ରକ୍ଷା ନାହିଁ ମତେ ତିଆରିଛନ୍ତି କହି। ଏ ଆଦି ସମସ୍ତ କହିବୁ ମାତା ପିତାଙ୍କୁ ବୁଝାଇବୁ। ଯେମନ୍ତେ ମୋ ଆଶା କରିବେ ନହିଲେ ଫଳ ସେ ଭୁଞ୍ଜିବେ। ଏମନ୍ତ ଯମଦେବ କହି ବୀରସେନଙ୍କୁ ସଙ୍ଗେ ନେଇ ବାଡ଼ି ଦୁଆରେ ଛାଡ଼ିଦେଲେ ଖଣ୍ଡେ ଦୂରରେ ଉଭା ହେଲେ। ଆକୁଳେ ଡାକେ ମା ମା ଅନାଇଥାନ୍ତି ଜନ୍ତୁନା। ପୁର ମଧ୍ୟରେ ଲୀଳାବତୀ ବସିଛି ହୋଇ ଦୁଃଖମତୀ। କୋଇଲି ବସି ଅଛି ଘେରି ଜଣେ ଶୁଣିଲି ପାଟି ବାରି। ବୋଲଇ ପୁଅର କାନ୍ଦଣା ଶୁଭୁଛ ନାହିଁ ଶୁଣ କିନା। କେବଳେ 3 ଦିନ ହେଲା ହଜିଛି ବୀରସେନ ବଳା। କେହୁ ଖାଇଲା କି ମାଇଲା କିଛି ତ ଜଣା ନ ପଡ଼ିଲା। ସତ ଦେଖିବୁ ଆଉ ପୁଅ କିମ୍ପାଇ ତୁମେ ଏହା କୁହ। ଏହି ରୂପରେ କୁହାକୁହି ହେଉଅଛନ୍ତି ସର୍ବେ ରହି। ଏମନ୍ତ ବେଳେ ବୀରସେନ ଉଚ୍ଚେ ଡାକିଲା ଘନ ଘନ। ପୁଅ ଡାକିବା ଶବ୍ଦ ପାଇ ଅଇଲେ ଦାସୀମାନେ ଧାଇଁ।
ଘେନି ଅଛନ୍ତି ଦୀପାବଳି ମାତା ସଙ୍ଗତେ ସର୍ବେ ମିଳି କବାଟ ଫିଟାଇଣ ଦେଲେ ପୁଅକୁ ଦେଖି କାଖ କଲେ ଯମ ଯେ ଗଲେ ନିଜ ବାସ ପୁଅକୁ କରନ୍ତି ଆଶିଷ ପୁଅକୁ ଲୀଳାବତୀ ଦେଖି କାନ୍ଦି ପଚାରେ କହ ବସି କାହିଁ ତୁ ଥିଲୁ ଏତେ ଦିନ ଅନ୍ଧ ନୟନ ଦୁଃଖୀ ଧନ ବାରତା ପାଇଣ ସକଳ ରାଜା ମନ୍ଦିରେ ହେଲେ ଭୋଳ ସମସ୍ତେ ଦେଖ ହରଷିତ ପୁଛନ୍ତି ବାବୁ କହ ସତ କି ପାଇ ରୁଷିଥିଲୁ କାହିଁ କହ ଆମ୍ଭକୁ ସର୍ବ ଫେଇ ବୋଲୋଇ ବୀର ସେନ ଶୁଣି ରୁଷି ନଥିଲି ମୁଁ ଜନନୀ ନକଲ ତୁମ୍ଭେ ବାଟ ଓଷା ହୋଇଲେ ଯମ ରାଜା ଘୋଷା ମତେ ଘେନିଳ ଗନେ ବାନ୍ଧି ସକଳ କହେ କାନ୍ଦି କାନ୍ଦି ତାଙ୍କର ମାୟା ଦୟା କଲେ ବଞ୍ଚିବା ଉପାୟ କହିଲେ ନ ମାରି ତେଣୁ ସୂର୍ଯ୍ୟ ସୁତ ଛାଡ଼ି ଦେଇଣ ଗଲେ ଏଥ କହି ସେ ଅଛନ୍ତି ତିଆରି ନ କଲେ ପୁଣି ନେବ ଧରି ଏମନ୍ତ ଶୁଣି ଲୀଳାବତୀ ଚମକି ପଡ଼ି ଦୁଃଖମତୀ ମୁଁ ଚଣ୍ଡାଳି କିସ କଲି ଯମଦେବଙ୍କ ଓଷା ଭୁଲି ପୁଅକୁ ଦେଇ ଏତେ ଦୁଃଖ ଅନେକ ହୋଇଲା ବିମୁଖ ନବମ ଦିନ ଓଷା ଆସି ଯୋଗେ ପଡ଼ିଛି ଆର ନିଶି ଦାସିଏ କଲେ ଓଷା ବିଧି ଆଖୁ କଦଳୀ ଦ୍ରବ୍ୟ ଆଦି ଗନ୍ଧ ଚନ୍ଦନ ଫୁଲମାଳ ଗୁଗୁଳ ସିନ୍ଦୁର କଜଳ ଯେତେକ ଲୋଡ଼ା ଦ୍ରବ୍ୟମାନ କ୍ଷଣକେ ହେଲା ସମ୍ପାଦନ ଚାଙ୍ଗୁଡ଼ି ଆଦି ସଜ କରି ବାହାର ହେଲେ ସର୍ବନାରୀ ବନସ୍ଥ ମଧ୍ୟରେ ମିଳିଲେ ଆନନ୍ଦେ ହୁଳହୁଳି ଦେଲେ ଖନନ କରି ଗର୍ତ୍ତ ଦୁଇ ଗନ୍ଧ ଚନ୍ଦନେ ଛେନା ଦେଇ ବିଧି ବିଧାନ ସବୁ କଲେ ବଜ୍ରମୂଳିରେ ପହଁରିଲେ ଆନନ୍ଦେ ଦେଲେ ହୁଳହୁଳି ଯେଜା ମନ୍ଦିରେ ଗଲେ ଚଳି ଏଡ଼େ ମହିମା ଏ ଓଷାର ଯେ କରେ ଶରଧା ମନର ଯେ କରେ ହୋଇ ନିଷ୍ଠା ବ୍ରତ ଅପୃତି ହେଲେ ହୁଏ ପୁତ୍ର ନିର୍ଧନ ହୁଏ ଧନବାନ ଜନ୍ମାନ୍ଧ ପାଇବ ନୟନ ଏମନ୍ତ ଅଟେ ବାଟ ଓଷା ଯେ କଲେ ପାଇଟେ ତା ଦଶା ଯମର ଜ୍ୱାଳା ନ ଲାଗଇ ମହାସୁଖରେ ଦିନ ଯାଇ ସବନ ବାହି ଅମଳିନ ରହିନଥିବ ଦିନ ଦିନ କହିବା ଲୋକକୁ ଶୀତଳ ସମସ୍ତେ ଦେବ କରି ଠୁଳ ଓଷା ବଢ଼ାଇ ଗୃହେ ଯିବ ଆନନ୍ଦେ ହୁଳହୁଳି ଦେବ ଭାଇ ବନ୍ଧୁଙ୍କୁ ବାଣ୍ଟି ଦେବ ଆପଣେ ସନ୍ତୋଷେ ଭୁଞ୍ଜିବ ଯାହା କରେ ଉପବାସ ତାହାର ବଂଶ ହୁଏ ନାଶ କୃଷ୍ଣ ଚରଣେ ମୋର ଆସ କହଇ ଗୋପୀନାଥ ଦାସ ସମାପ୍ତ।